ପିଲାମାନେ ତୁମେ ଏଇ ଯେଉଁ ଫଟୋ ଚିତ୍ରକୁ ଦେଖି ଜାଣିପାରୁଥିବ ଯେ ଏହା ଏଡମିଟ୍ କାର୍ଡ଼ ଏବଂ ଏ ଏଡମିଟ୍ କାର୍ଡ଼ରେ ଯେଉଁ ତୁମମାନଙ୍କ ପାଇଁ ଗାଇଡ଼ଲାଇନ୍ ରହିଛି ଏବଂ ସେ ଗାଇଡ଼ଲାଇନ୍କୁ ମାନିବାକୁ ପଡ଼ିବ ଏବଂ ଏ ଗାଇଡ଼ଲାଇନ୍କୁ ନ ଜାଣିଲେ ପିଲାମାନେ ମୁଁ ଭାବୁଛି ଯେ ତୁମେମାନେ କୌଣସି ନା କୌଣସି ଅସୁବିଧାରେ ପଡ଼ିଯାଇପାର ଏବଂ ସେଥିପାଇଁ ମୁଁ ଗୋଟିଏ ତୁମମାନଙ୍କ ପାଇଁ ଯେଉଁ ଯୁକ୍ତ ଦ୍ୱିତୀୟ ବର୍ଷ ଆର୍ଟ୍ସ ସାଇନ୍ସ କମର୍ସ ଯାହା ହେଉ ଯେଉଁ ପିଲାମାନେ ପରୀକ୍ଷା ଦେଉଛନ୍ତି ସେମାନଙ୍କର ତ ବେଶୀ କରି ହିଁ ଏହା ଉପଯୋଗୀ ହେବ ବୋଲି ମୁଁ ମନେ କଲି ଏବଂ ଏହା ଇଂରାଜୀରେ ରହିଛି କିନ୍ତୁ ମୁଁ ତାକୁ ସମ୍ପୂର୍ଣ୍ଣ ଭାବରେ ଓଡ଼ିଆରେ ଏବଂ ସାଧାରଣ ଭାବରେ ଯାହା ବୁଝେଇ ଦେଉଛି। ଏଥିରେ ଦେଖିପାରୁଥିବ ଯେଉଁ ଏ ତ ଛୋଟ ଛୋଟ ଅକ୍ଷର ରହିଛି ଏ ଯେଉଁ ନିୟମାବଳୀ ରହିଛି ଏ ନିୟମାବଳୀରେ ତାର ଓଡ଼ିଆ ହେଉଛି ଯେ ପ୍ରାର୍ଥୀଙ୍କର ଯେଉଁ ବିବରଣୀ ସମ୍ବନ୍ଧୀୟ କୌଣସି ତ୍ରୁଟି ଥିଲେ ସାଙ୍ଗେ ସାଙ୍ଗେ ଜଣାଇବ କାହାକୁ ତୁମର ସେଇଠି ଯେଉଁ ପ୍ରିନ୍ସିପାଲ୍ ଥିବେ ତୁମର ଯେଉଁ ସେଣ୍ଟରରେ ପରୀକ୍ଷା ଦେଉଥିବ ଏବଂ ନହେଲେ ତ ତୁମେ ସୁପରିଟେଣ୍ଡେଣ୍ଟଙ୍କୁ ଜଣାଇବ। ଏବଂ ଦ୍ୱିତୀୟରେ ଅଛି ତୁମର ଉତ୍ତର ପୁସ୍ତିକାର ଯେଉଁ ମୁଖ୍ୟ ପୃଷ୍ଠା ରହିଛି ଯେଉଁ ଫ୍ରଣ୍ଟ ପେଜ୍ ରହିଛି ଏଇ ଯେଉଁ ଫ୍ରଣ୍ଟ ପେଜ୍ ରହିଛି এই ଫ୍ରଣ୍ଟ ପେଜ୍ରେ ତୁମର ସଠିକ୍ ଭାବରେ ଯେଉଁ ଏଠି ରୋଲ୍ ନମ୍ବର ଅଛି ଏବଂ ରେଜିଷ୍ଟ୍ରେସନ୍ ନମ୍ବର ଅଛି ରେଜିଷ୍ଟ୍ରେସନ୍ ନମ୍ବର ମଧ୍ୟ ଏଠି ଲେଖିବ ଏବଂ ଏ ସମସ୍ତ ଏଠି ତୁମର ସେଟ୍ ରହିଛି ସେଟ୍ ଲେଖିପାରିବ ଏ ଯେଉଁ ସେଟ୍ ଲେଖା ହେଇଛି ଏ ସମସ୍ତ ଲେଖିନଥିଲେ ଏସବୁ ନିର୍ଭୁଲ ଭାବରେ ଲେଖିନଥିବ ତାହେଲେ ତୁମର ଖାତା ମୂଲ୍ୟାୟନ ହୋଇପାରିବ ନାହିଁ। ତେଣୁକରି ଏହା ସବୁ ସ୍ପଷ୍ଟ ଭାବରେ ଏବଂ ନିର୍ଭୁଲ ଭାବରେ ତୁମେ ଲେଖିବ ଏବଂ ତୁମକୁ ଯେଉଁଟା ତୁମେ ଜାଣିପାରିବନି ବା ତୁମକୁ ଆସୁନାହିଁ ତାହେଲେ ତୁମେ ଯେଉଁ ହଲ୍ରେ ଇନଭିଜିଲେଟର୍ ସାର୍ ମ୍ୟାମ୍ ମାନେ ଥିବେ ସେମାନଙ୍କୁ ତୁମେ ପଚାରିବ ଏବଂ ଏସବୁ ପୂରଣ କରିବ। ଏଇ କଥା ହିଁ ଲେଖା ହେଇଛି ଏବଂ ଦ୍ୱିତୀୟରେ ବା ସିରେ ଯେଉଁ ଲେଖା ହେଇଛି ସିରେ ଛୋଟିଆ କରି ଜଣାପଡ଼ୁନି ଯେ ସିରେ ଯେଉଁ ଲେଖା ହେଇଛି କୌଣସି ଯେଉଁ କୋଭିଡ଼ ଟାଇମ୍ ଥିଲା ସେ କୋଭିଡ଼ ଟାଇମ୍ରେ ବିଭିନ୍ନ ଯେଉଁମାନେ ସଂକ୍ରାମକ ଥିଲେ କୋଭିଡ଼ରେ ଯେଉଁ ସଂକ୍ରାମକ ହେଇଥିଲେ ବା ଯେଉଁମାନଙ୍କୁ କୋଭିଡ଼ ହେଇଥିଲା ସେଇ ସମୟରେ ଏଇଗୁଡ଼ିକ ହେଇଛି ତେଣୁ ସେମାନଙ୍କୁ କୌଣସି ଆଗରୁ ଯାହାକୁ କୋଭିଡ଼ ହେଇଥିବ ବା କିଛି ରୋଗ ଥିବ ପୀଡ଼ିତ ହେଇଥିବ ରୋଗ ତାହେଲେ ସେ ପ୍ରାର୍ଥୀ ସେଇ ସେଣ୍ଟରରେ ଆଗରୁ ଜଣାଇଥିବା କଥା ଏବଂ ଜଣାଇଲେ କ'ଣ ହେବ ସେ ସେଣ୍ଟର ବାଲା ଯେଉଁ ସେଣ୍ଟରରେ ପରୀକ୍ଷା ତୁମର ଥିବ ସେମାନେ ତାହାକୁ ସ୍ୱତନ୍ତ୍ର ଗୋଟେ ରୁମ୍ ବ୍ୟବସ୍ଥା କରିବେ ବା ଯାହା ହେଲେ ତା ବ୍ୟବସ୍ଥା କରିବେ ତାଙ୍କର ଯେଉଁ ରହିଛି ସୁପରିଟେଣ୍ଡେଣ୍ଟ ଯାହା ଚିନ୍ତା କରିବେ ତାର ବ୍ୟବସ୍ଥା କରିବେ ଏଇ କଥା ହିଁ ଲେଖା ହେଇଛି। ତାପରେ ତୁମର ଯେଉଁ ଡି ରହିଛି ଏବଂ ସେ ଡିରେ ରହିଛି ପରୀକ୍ଷା ଆରମ୍ଭ ପୂର୍ବରୁ 30 ମିନିଟ୍ ପୂର୍ବରୁ ତୁମେ ରୁମ୍ ଭିତରକୁ ପଶିପାରିବ ବା ଗେଟ୍ ଖୋଲା ରହିଥିବ ଏବଂ ଭିତରକୁ ପଶିକରି ହଲ୍ ଭିତରେ ପ୍ରବେଶ କରିବ ଏବଂ ଯେଉଁ ତୁମର ଯେଉଁ ରହିଛି ଏଗୁଡ଼ିକ ସାର୍ ମାନେ ଯେଉଁ ତୁମକୁ କହିବେ ଏବଂ ସେତେବେଳେ ତୁମେ ଏଗୁଡ଼ିକ ସବୁ ଫିଲ୍ଅପ୍ କରିବ ଏବଂ 15 ମିନିଟ୍ ପୂର୍ବରୁ ମଧ୍ୟ ତୁମେ ସେ ହଲ୍ ଭିତରେ ପ୍ରବେଶ କରିଥିବା କଥା। ଡି
ଇ କ'ଣ ରହିଛି ଇ ଆମେ ଇରେ ଲେଖା ହେଇଛି ଯେ ପ୍ରାର୍ଥୀମାନେ ପେନସିଲ୍ ଯେଉଁମାନେ ଗଣିତ ବିଭାଗ ଗଣିତ ଥିବ ଏଗୁଡ଼ିକ ସେମାନେ ପେନସିଲ୍ ବା ଯେଉଁ ବିଜ୍ଞାନ ଥିବ ସେଗୁଡ଼ିକ ପେନସିଲ୍ ଆଣିବ ଆଉ ନହେଲେ ତ ତୁମେ ପେନସିଲ୍ ଆଣିବ ପେନସିଲ୍ ଆଣିଥିବା କଥା ଏବଂ ଯେଉଁମାନେ ଗଣିତ ଅଛି କି ବିଜ୍ଞାନ ଛାତ୍ରଛାତ୍ରୀ ଅଛ ତାହେଲେ ସେମାନଙ୍କୁ ଦରକାର ଉପଯୁକ୍ତ ବା ଉପକରଣ ଗୁଡ଼ିକ ଦରକାର ପେନ୍ ରବର କିନ୍ତୁ ତୁମେ ବଲ୍ ପେନ୍ ବ୍ଲାକ୍ ବଲ୍ ପେନ୍ରେ ତୁମେ ଲେଖିବ ବ୍ଲୁରେ ବିଲକୁଲ ହିଁ ଲେଖିବ ନାହିଁ ଯେହେତୁ ତୁମର ଏଗୁଡ଼ିକ ସବୁ ସ୍କାନ୍ ହୁଏ ଏବଂ ସେଥିପାଇଁ ତୁମର ସବୁ ବ୍ଲାକ୍ ବଲ୍ ପେନ୍ରେ ହିଁ ବ୍ୟବହାର କରିବ ଆଉ ଅନ୍ୟ ବ୍ଲୁ ପେନ୍ ଏଗୁଡ଼ିକ ତୁମେ ବ୍ୟବହାର କରିବ ନାହିଁ ଏବଂ ତୁମେ ଯେତେବେଳେ ପରୀକ୍ଷା ହଲ୍କୁ ଆସୁଛ ସେତେବେଳେ ତୁମେ ଏଡମିଟ୍ କାର୍ଡ଼ ବ୍ୟତୀତ କୌଣସି ରେଜିଷ୍ଟ୍ରେସନ୍ କାର୍ଡ଼ ଆଇ କାର୍ଡ଼ ଏହା ସହିତ ଏହାକୁ ଛାଡ଼ିକରି ଆଉ ତୁମେ କିଛି ଆଣିପାରିବ ନାହିଁ ମୋବାଇଲ ଫୋନ୍ ଆଣିପାରିବ ନାହିଁ ଇଲେକ୍ଟ୍ରୋନିକ୍ସ ଜିନିଷ କିଛି ଆଣିପାରିବ ନାହିଁ ଇଲେକ୍ଟ୍ରୋନିକ୍ସ ଘଣ୍ଟା ଆଣିପାରିବ ନାହିଁ ତୁମର ବ୍ଲୁଟୁଥ୍ ଯାହା ଅଛି ଏସବୁ ଇଲେକ୍ଟ୍ରୋନିକ୍ସ ଗୁଡ଼ିକ ତୁମେ ଆଣିପାରିବ ନାହିଁ ବା ଭିତରକୁ ତୁମକୁ ଛଡ଼ାଯିବ ନାହିଁ ଏବଂ ତୁମେ ଲୁଚେଇକି ରଖିଥିବ ଏବଂ ଧରା ପଡ଼ିବ ତାହେଲେ ତୁମ ପ୍ରତି ଯାହା ଯେଉଁ ନିୟମ ରହିଛି ସେସବୁ କାର୍ଯ୍ୟାନୁଷ୍ଠାନ ତୁମ ପ୍ରତି ନିଆହେବ ତାପରେ ତାପରେ ତୁମର ଏଫ୍ରେ ଲେଖା ହେଇଛି ଯେ ପରୀକ୍ଷା ଆରମ୍ଭ ହେଲା ପରେ 1 ଘଣ୍ଟା ପୂର୍ବରୁ ତୁମକୁ ହଲ୍ରୁ ଛଡ଼ାଯିବ ନାହିଁ ଯାହା ହେଉ ତୁମକୁ ଯେଉଁ ୱାସରୁମ୍ ଯାହା ଲାଗେ ବା ଯାହା ବି ହୁଏ ତାହେଲେ ତୁମକୁ ଛଡ଼ାଯିବ ନାହିଁ ଘଣ୍ଟାଟେ ହେଲେ ଯାଇକି ତୁମକୁ ଛଡ଼ାଯିବ ଏଇଟା ଏଫ୍ରେ ଲେଖା ହେଇଛି ତାପରେ ଜିରେ ଲେଖା ହେଇଛି ଓଡ଼ିଆରେ ମୁଁ କହିଦେଉଛି ଯେ ଉତ୍ତର ଖାତାରେ ନିଜର ନାମ କିମ୍ବା କଲେଜର କୋଡ଼୍ ଯେଉଁ ଖାତା ରହିଛି ଏ ଭିତର ପଟେ ଯେଉଁ ରହିଛି ଖାତା ଏଗୁଡ଼ିକରେ ନିଜର କୋଡ଼୍ ଫୋଡ଼୍ ଏଗୁଡ଼ାକ କିଛି ଲେଖିବ ନାହିଁ ଏବଂ ଏଗୁଡ଼ିକ ଲେଖା ହେଇଥିବ ଭିତରେ କୋଡ଼୍ ଫୋଡ଼୍ ଏଗୁଡ଼ା ଖାତା ଗୁଡ଼ିକରେ କି ନାଁ ଲେଖା ହେଇଥିବ ତାହେଲେ ତୁମର ଖାତା ଦେଖିବେ ବା ତୁମର ଖାତା ଦେଖାଯିବ ନାହିଁ ବା ମୂଲ୍ୟାୟନ କରାଯିବ ନାହିଁ ଏବଂ ସେ ଯେଉଁ ରୋଲ୍ ନମ୍ବର ଗୁଡ଼ାକ ରହିଥିବ ସେଥିରେ ଭୁଲ ମଧ୍ୟ ଲେଖିବ ନାହିଁ ଉତ୍ତର ଖାତାରେ ତାପରେ ଏଚ୍ରେ କ'ଣ ଲେଖା ହେଇଛି ଏଡମିଟ୍ କାର୍ଡ଼ ବ୍ୟତୀତ ରେଜିଷ୍ଟ୍ରେସନ୍ କାର୍ଡ଼ ବ୍ୟତୀତ ତୁମର ଅନ୍ୟ କୌଣସି କାଗଜ ପତ୍ର ବା ଚିଟ୍ ଗୋଟିଏ ବି ଆଣିପାରିବ ନାହିଁ ଆଣିଲେ ତୁମକୁ ଯାହା ଯିଏ ଆଣିଥିବ ତାହେଲେ ବାହାରେ ତୁମେ ରଖିଦେବ ଏବଂ ତା ଭିତରେ ବି ଲୁଚିକି ନେଇକି ଚେଷ୍ଟା କରୁଛ ତାହେଲେ ତୁମେ ଧରା ପଡ଼ିଲେ ତୁମ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ତାପରେ କୌଣସି ପରୀକ୍ଷାର ସମୟରେ କୌଣସି ଅନିଧିକୃତ ବା କାଗଜପତ୍ର ବା ଚିଟ୍ ଫିଟ୍ ଯେଉଁ କହୁଥିଲି ସେଗୁଡ଼ିକ ଆଣିଥିବ ତାହେଲେ ତୁମେ ବାହାରେ ଜମା କରିଦେବ ଜେରେ କ'ଣ ରହିଛି କିଛି କହିବାକୁ ଚାହୁଁଥିବ ବା ତୁମେ କିଛି ତୁମର ଅସୁବିଧା ଜଣାଇବା ପାଇଁ ଚାହୁଁଥିବ ତାହେଲେ ତୁମେ ସିଟ୍ରେ ଛିଡ଼ା ହେବ ଆଉ ଯେଉଁ ହଲ୍ରେ ଯେଉଁ ସାର୍ ଥିବେ ଇନଭିଜିଲେଟର୍ ସାର୍ ତାଙ୍କୁ ତୁମେ ଜଣାଇବ ଛିଡ଼ା ହେଇକରି କହିବ ଏବଂ ତୁମ କଥା ମାନିବେ ଶୁଣିବେ ଏବଂ ତୁମର ଯେଉଁ ପ୍ରୋବ୍ଲେମ୍ ଥିବ ଯାହା ତାକୁ ସଲ୍ଭ କରିବା ପାଇଁ ଚେଷ୍ଟା କରିବେ କେରେ କ'ଣ ଅଛି ପରୀକ୍ଷା ସମ୍ବନ୍ଧ ଥିବା ବ୍ୟକ୍ତିଙ୍କୁ ପରୀକ୍ଷା ସମ୍ବନ୍ଧୀୟ ଥିବ ଯାହାର ପରୀକ୍ଷା ଥିବ ସିଏ ହିଁ ଭିତରକୁ ଯିବ ଅନ୍ୟମାନେ କାହାକୁ ଛଡ଼ାଯିବ ନାହିଁ ଏଲ୍ରେ କ'ଣ ଅଛି ପ୍ରବେଶ ସମୟରେ ଯଦି ଯାଞ୍ଚ ହେବ ଆଉ ଯିବ
ଯେତେବେଳେ ପ୍ରବେଶ କରୁଛ ସେତେବେଳେ ତୁମକୁ ଯାଞ୍ଚ କରାଯିବ ବା ତୁମକୁ ଚେକ୍ କରାଯିବ, ଗେଟ୍ ଚେକ୍ କରାଯିବ ଏବଂ ଗେଟ୍ ଚେକ୍ କଲା ପରେ ହିଁ ତୁମେ ହଲ୍ ଭିତରକୁ ଯାଇପାରିବ। ଆଉ ତୁମେ ବିନା ଚେକ୍ରେ ତୁମେ ଭିତରକୁ ପଶିପାରିବ ନାହିଁ। ଏବଂ ଏମ୍ରେ କ'ଣ ଅଛି, ଯେଉଁ ଲାଷ୍ଟ ରହିଛି ଏମ୍, ତୁମେ ଦେଖୁଥିବ ଏମ୍ ଯେଉଁ ରହିଛି, ଏମ୍ ଏଇଟା ଯେଉଁ ରହିଛି ଏମ୍ ରହିଛି, ଏମ୍ରେ ରହିଛି ଏ ସମସ୍ତ ଯେଉଁ ନିୟମ ଗୁଡ଼ିକ ରହିଛି, ଏସବୁ ସମସ୍ତ ନିୟମ ଗୁଡ଼ିକ ଯଦି ଖିଲାପ କରିବ ବା ଭଙ୍ଗ କରିବ ତାହେଲେ ତୁମକୁ ବହିଷ୍କାର ବି କରାଯାଇପାରେ। ଆଉ ଆବଶ୍ୟକତା ପଡ଼ିଲେ, ସେମିତି କିଛି ପରିସ୍ଥିତି ସୃଷ୍ଟି ହେଲେ ତୁମକୁ ଯେଉଁ ସରକାରଙ୍କର ଯେଉଁ ନିୟମ କାନୁନ ରହିଛି ସେ ନିୟମ କାନୁନ ଉପରେ ତୁମ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ। ତେଣୁ ଏହା ତୁମେ ସମ୍ପୂର୍ଣ୍ଣ ଭାବରେ ଜାଣିଥିବ। ତା ସହିତ ତୁମେ ଯେଉଁ ପରୀକ୍ଷା ଦେବା ପାଇଁ ଆସୁଥିବା ସମୟରେ ଜୋତା, ସକ୍ସ, ମୋଜା ଏଗୁଡ଼ିକ ଜୋତା ଫୋତା ପିନ୍ଧି ଆସିବ ନାହିଁ। ଯେହେତୁ ତୁମକୁ ଆସିଲେ ମଧ୍ୟ ଚେକିଂ ସମୟରେ ଏ ସକ୍ସ ଖୋଲାଯିବ, ହଇରାଣ ହେବ କାହିଁକି? ତେଣୁ ତୁମେ ସକ୍ସ ଏସବୁ ପିନ୍ଧିକରି ଆସିବ ନାହିଁ। ତୁମେ ବୋଧେ ଚପଲ ପିନ୍ଧିକି ଆସିଲେ ବଢ଼ିଆ, ଯେହେତୁ ଚେକିଂ ସମୟରେ ତୁମକୁ ହଇରାଣ ହେବ ନାହିଁ। ତୁମକୁ ପରୀକ୍ଷା ଦେବା ସମୟରେ ଯେଉଁ ପରୀକ୍ଷା ଦେବ ଶୁଭ ସମୟରେ ତୁମେ ଆସିବ, ଭଲସେ ଲେଖିବ, କିନ୍ତୁ ତୁମକୁ କିଛି ଚେକ୍ ଫେକ୍ କରାଯିବ, ଏଗୁଡ଼ାକ ଖୋଲ, ସେଗୁଡ଼ାକ ତୁମର ସକ୍ସ ଖୋଲ, ଜୋତା ଖୋଲ, ଏସବୁ କହିଲା ବେଳକୁ ତୁମକୁ ବାଧିବ। ତେଣୁ ତୁମ ଯେଉଁ ମନ ମଧ୍ୟ ଦୁଃଖ ହେବ। ତେଣୁ ତୁମେ ସେଇ ସକ୍ସ ଏଗୁଡ଼ିକ ପିନ୍ଧିକି ଆସିବ ନାହିଁ। ତୁମେମାନେ ଏହା ସମ୍ପୂର୍ଣ୍ଣ ଭାବରେ ବୁଝିଥିବ ବୋଲି ମନେ କରେ। ତେଣୁ ମୁଁ ଆଉ ଗୋଟେ କଥା କହିବି ଯେ କିଛି ପିଲାମାନେ ମୋର ଯେଉଁ ପୂର୍ବ ୟୁଟ୍ୟୁବରେ ଯେଉଁ ପିଲାମାନେ ପଚାରୁଥିଲେ ଯେ ରଫ୍ ଆମେ କେଉଁଠି କରିବୁ, ରଫ୍ ଏ ଲାଷ୍ଟ ପେଜ୍ ଆଡ଼କୁ, ଲାଷ୍ଟ ପେଜ୍ରେ ଏପଟେ ତୁମେ ରଫ୍ ଲେଖିଦେବ, ଆଉ ଏଠି ତୁମେ ରଫ୍ କରିବ, ଏଠି ରଫ୍ କରିପାରିବ। କିନ୍ତୁ ମୁଁ କହୁଛି ବାରମ୍ବାର ଯେ କ୍ୱେଶ୍ଚିନ୍ ପେପରରେ ତୁମେ କୌଣସି ଗୋଟିଏ ମଧ୍ୟ ଟିକ୍ ଦେଇପାରିବ ନାହିଁ, ଦେବ ନାହିଁ, ବିଲକୁଲ ହିଁ ରାଇଟ୍ ମାରିବ ନାହିଁ। ଯେଉଁ ପ୍ରଶ୍ନ ଉତ୍ତର ଲେଖିଲ ତାକୁ ଯେମିତି ରାଇଟ୍ ମାର, ସେମିତି ରାଇଟ୍ ମାରିବ ନାହିଁ, ବିଲକୁଲ ହିଁ ସେସବୁ କରିବ ନାହିଁ। ତେଣୁ ସେସବୁ ବିଲକୁଲ ହିଁ ରାଇଟ୍ ମାରିବନି, କିଛି ନାହିଁ। ତେଣୁକରି ତାକୁ ଜଗିକି ରହିବ। ଯାହାର ଗୋଟେ ଗୋଟେ ଅଭ୍ୟାସ ଥାଏ ଯେ ଟିକ୍ ମାରନ୍ତି, ତେଣୁ ସେ ଟିକ୍ ଫିକ୍ ମାରିବ ନାହିଁ। ତେଣୁ ଆଉ ଗୋଟିଏ କିଛି ପିଲା ପଚାରୁଥିଲେ ଯେ ସାର୍ ଏ ଖାତାରେ ମାର୍ଜିନ୍ ଅଛି କି? ହଁ, ମାର୍ଜିନ୍ ଅଛି। ଏଇଟା ଦେଖୁଥିବ, ଏ ମାର୍ଜିନ୍ ଏଇଠୁ ଲେଖିବ, ଏଇଠି ନମ୍ବର ଗୁଡ଼ାକ ରହିବ, ଏଇଠି ତୁମେ ଲେଖିବ। ଆଉ ଯେଉଁମାନଙ୍କର ତୁମର ଗ୍ରାଫ୍ ମଧ୍ୟ ଅଛି, ଯେଉଁ ମ୍ୟାଥ୍ ପିଲାମାନଙ୍କର ଦେଖୁଥିବ ଗ୍ରାଫ୍ ମଧ୍ୟ ରହିଛି। ତେଣୁ ଏ ଗ୍ରାଫ୍କୁ ଭୁଲ କରିବନି, ଆଉ ଦ୍ୱିତୀୟ ତୁମକୁ ଗ୍ରାଫ୍ ମିଳିବ ନାହିଁ। ତେଣୁ ଏ ଗ୍ରାଫ୍ ରହିଛି। ତେଣୁ ଏଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ତୁମେ ଧ୍ୟାନ ଦେବ ଯେ ଯେଉଁ ତୁମର ଏ ସମସ୍ତ ନିୟମକୁ ମାନିବ ଏବଂ ଏହା ଭଲସେ ପୂରଣ କରିବ ଏବଂ ଭଲସେ ଲେଖିବ। ଏବଂ ଏସବୁ ଯେଉଁ ନିୟମ ରହିଛି, ଏ ନିୟମ ଗୁଡ଼ିକ ତୁମେ ଭଲସେ ବୁଝି ଯାଇଥିବ, ଜାଣି ଯାଇଥିବ। ତେଣୁ ତୁମର ଏଇଠି ଯେଉଁ ରହିଛି ଆଡ଼ମିଟ୍ କାର୍ଡ଼ରେ, ଏଠି କ୍ୟାଣ୍ଡିଡେଟ୍ ସିଗ୍ନେଚର୍ ଅଛି, ଏଠି ଫୁଲ୍ ସିଗ୍ନେଚର୍ ମାନିବ, ରାଇଟ୍, ଏଠି ହାଫ୍ ମାରିବ ନାହିଁ। ଏଠି ତୁମେ ଦେଖୁଥିବ, ଏଠି ମାରିବ। ତେଣୁ ପିଲାମାନେ ଭଲ ଲାଗିଥିବ, ତାହେଲେ ତୁମେ ଅନ୍ୟ ପିଲାମାନଙ୍କୁ ଜଣାଇଦେବ, ସେୟାର କରିଦେବ ଏବଂ ସବସ୍କ୍ରାଇବ୍ କରିବ ଯେ ଏମିତି ଆଉ କିଛି ତଥ୍ୟଭିତ୍ତିକ ଯେଉଁ ରହିଛି ଇଏ ଭିଡ଼ିଓ ବନାଯାଏ, ତାହେଲେ ତୁମେ ଦେଖିପାରିବ। ତେଣୁ ଅନ୍ୟମାନଙ୍କୁ ଜଣାଇଦେବ, ଜଣାଇଲେ ତୁମ ସାଙ୍ଗସାଥିମାନେ ଜାଣିବେ, ତାହେଲେ ଏଇ ଯେଉଁ ଅସୁବିଧାରେ ପଡ଼ିବେ ନାହିଁ। ହଉ ପିଲାମାନେ, ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ ଏବଂ ଏହାକୁ ସେୟାର କରିବ, ଯେହେତୁ ଅନ୍ୟ ପିଲାମାନେ ଜାଣିବେ ଆଉ କିଛି ଅସୁବିଧାରେ ଯେମିତି ନ ପଡ଼ନ୍ତି। ହଉ, ଧନ୍ୟବାଦ, ଥ୍ୟାଙ୍କ ୟୁ।